ବର୍ତ୍ତମାନ ଭାରତରେ ପୁଣି ଥରେ ପେହେଲଗାମ ଆଟାକ୍ ଭଳି ଏକ ସିମିଲାର ଆଟାକ୍ ହେଇଛି ମୁମ୍ବାଇର ମୀରା ରୋଡ଼ରେ। ଯେତେବେଳେ ଦୁଇଟି ହିନ୍ଦୁ ବ୍ୟକ୍ତି ଯେତେବେଳେ ତାଙ୍କର ଡ୍ୟୁଟି କରୁଥିଲେ ରାତି ଅଧରେ, ସେତେବେଳେ ଜଣେ ବ୍ୟକ୍ତି 31 ବୟସର ଯୁବକ ଜଣେ ଆସିକି ତାଙ୍କର ରିଲିଜିଅନ୍ ବିଷୟରେ ପଚାରିଥିଲେ। ଯେତେବେଳେ ଆମର ହିନ୍ଦୁ ଭାଇ ଜଣେ କହିଥିଲେ କି ଆମ ଧର୍ମ ହେଉଛି ହିନ୍ଦୁ, ଏବଂ ସେତେବେଳେ ତାଙ୍କୁ ଫୋର୍ସଫୁଲି କଲାମ ପଢ଼ିବା ପାଇଁ ତାଙ୍କୁ ଫୋର୍ସ କରାଯାଇଥିଲା। ଯେତେବେଳେ ହିନ୍ଦୁ ଭାଇ ଦୁଇ ଜଣ ମନା କରିଥିଲେ କିମ୍ବା କରିନଥିଲେ, ସେତେବେଳେ ତାଙ୍କ ଉପରେ ଆଟାକ୍ ହେଇଥିଲା। ସେମ୍ କେସ୍ ହେଇଥିଲା ପେହେଲଗାମ ଆଟାକ୍ ବେଳେ, ଯେତେବେଳେ ତାଙ୍କୁ ରିଲିଜିଅନ୍ ପଚାରିକି ଗୁଳି ମାଡ଼ କରାଯାଇଥିଲା। ଏବଂ ବର୍ତ୍ତମାନ ଟାଇମ୍ରେ ସେ ଯୁବକ ଯିଏ ଥିଲେ ସିଏ ଆରେଷ୍ଟେଡ଼ ହେଇଛନ୍ତି ମୁମ୍ବାଇ ପୁଲିସ୍ ଦ୍ୱାରା। ଏବଂ ତାଙ୍କ ଘରୁ ଗୋଟେ ଚିଠି ବାହାରିଥିଲା, ଯେଉଁ ଲେଟର୍ ଆସିଥିଲା, ସେଥିରେ କ୍ଲିଅରଲି ଲେଖାଯାଇଥିଲା କି ଏଇଟା ହେଉଛି ତାଙ୍କର ଫାର୍ଷ୍ଟ ଷ୍ଟେପ୍ ନା ISIରେ ମିଶିବା ପାଇଁ। ତ ମାନେ ଭାବ ଭାରତରେ ଏଇସବୁ ଜିନିଷ କେତେ ଦିନ ପର୍ଯ୍ୟନ୍ତ ଏଇସବୁ ଚାଲିଥିବ ରିଲିଜିଅନ୍କୁ ନେଇକି। ତ ଆପଣମାନେ ଟିକେ କମେଣ୍ଟ କରି କୁହନ୍ତୁ କି ଏଇସବୁ ହେବାଟା କ'ଣ ଠିକ୍, ଆଉ ଆମ ସରକାର ବର୍ତ୍ତମାନ ଟାଇମ୍ରେ କ'ଣ କରୁଛି ଏବଂ କ'ଣ ପଦକ୍ଷେପ ନେବା ଉଚିତ এই ବିଷୟରେ।